ଗଧ କହିଲା, ଘାସର ରଙ୍ଗ ନୀଳ। ବହୁତ ଦିନ ତଳର କଥା। ଏକ ସୁନ୍ଦର ଘନ ଜଙ୍ଗଲରେ ଅନେକ ପଶୁପକ୍ଷୀ ମିଳିମିଶି ରହୁଥିଲେ। ଜଙ୍ଗଲର ଚାରିଆଡ଼େ ବଡ଼ ବଡ଼ ଗଛ, ଲତା, ଫୁଲ ଓ ସବୁଜ ଘାସରେ ଭରିଥିଲା। ସେହି ଜଙ୍ଗଲର ମଝିରେ ଗୋଟିଏ ବଡ଼ ପଡ଼ିଆ ଥିଲା। ସକାଳ ହେଲେ ହରିଣ, ଠେକୁଆ, ଛେଳି ଓ ଅନ୍ୟ ପଶୁମାନେ ସେଠାକୁ ଘାସ ଖାଇବାକୁ ଆସୁଥିଲେ। ସେହି ଜଙ୍ଗଲରେ ଗୋଟିଏ ଗଧ ମଧ୍ୟ ରହୁଥିଲା। ଗଧଟିର ନାମ ଥିଲା ଗୋପାଳ। ଗୋପାଳ ଶରୀରରେ ବହୁତ ଶକ୍ତିଶାଳୀ ନଥିଲେ, କିନ୍ତୁ ନିଜକୁ ସେ ଜଙ୍ଗଲର ସବୁଠାରୁ ବୁଦ୍ଧିମାନ ପଶୁ ବୋଲି ଭାବୁଥିଲା। ତାର ଗୋଟିଏ ବଡ଼ ଦୋଷ ଥିଲା। ସେ ଯାହା କହୁଥିଲା ତାହା ଭୁଲ ହେଲେ ମଧ୍ୟ ମାନୁ ନଥିଲା। ଦିନେ ଗୋଟିଏ କାଉ ତାକୁ କହିଲା, ଗୋପାଳ ଭାଇ, ଆଜି ଆକାଶ ବହୁତ ସୁନ୍ଦର ଦେଖାଯାଉଛି। ଗୋପାଳ ତୁରନ୍ତ କହିଲା, ନା, ଆକାଶ ସୁନ୍ଦର ନୁହେଁ। ମୋତେ ତ ଲାଗୁଛି ଆକାଶ ଆଜି ଅଳସୁଆ ହୋଇଛି। କାଉ କହିଲା, ଆକାଶ ଅଳସୁଆ କେମିତି ହେଲା? ଗୋପାଳ ଗର୍ବରେ କହିଲା, ମୋତେ ଯାହା ଲାଗୁଛି ସେଇଟା ଠିକ୍। କାଉ ମୁଣ୍ଡ ହଲାଇ ଚାଲିଗଲା। ଆଉ ଦିନେ ଠେକୁଆ କହିଲା, ଗୋପାଳ ଭାଇ, ଆଜି ବର୍ଷା ହେବ ବୋଲି ଲାଗୁଛି। ଗୋପାଳ କହିଲା, ନା, ବର୍ଷା ହେବ ନାହିଁ। କିଛି ସମୟ ପରେ ଆକାଶ କଳା ହେଲା ଓ ଝମଝମ ବର୍ଷା ଆରମ୍ଭ ହେଲା। ଠେକୁଆ ହସି କହିଲା, ଗୋପାଳ ଭାଇ, ବର୍ଷା ହେଲା ତ? ଗୋପାଳ କହିଲା, ଏଇଟା ବର୍ଷା ନୁହେଁ, ଆକାଶରୁ ଟିକେ ପାଣି ପଡ଼ିଗଲା। ଠେକୁଆ ମୁଣ୍ଡରେ ହାତ ଦେଇ କହିଲା, ହେ ଭଗବାନ, ଏ ଗଧ ସହିତ କଥା ହେବା ମୋର ଭୁଲ। ଏହିପରି ଗୋପାଳ ସବୁବେଳେ ନିଜ କଥାକୁ ଠିକ୍ ପ୍ରମାଣ କରିବାକୁ ଚେଷ୍ଟା କରୁଥିଲା। ଦିନେ ସକାଳେ ଗୋପାଳ ପଡ଼ିଆରେ ଘାସ ଖାଉଥିଲା। ସେ ଚାରିଆଡ଼କୁ ଚାହିଁ ନିଜେ ନିଜେ କହିଲା, ଆହା, ଆଜି ଘାସ କେତେ ସୁନ୍ଦର। ଏହି ସମୟରେ ଜଙ୍ଗଲର ବାଘ ସେହି ବାଟ ଦେଇ ଯାଉଥିଲା। ବାଘର ନାମ ଥିଲା ବୀରସିଂହ। ସେ ଶାନ୍ତ ସ୍ୱଭାବର ଥିଲା ଏବଂ ଅନ୍ୟାୟ ଭଲ ପାଉନଥିଲା। ଗୋପାଳ ବାଘକୁ ଦେଖି ଡାକିଲା, ବୀରସିଂହ ଭାଇ, ଏଠାକୁ ଆସ। ବାଘ ପାଖକୁ ଆସି ପଚାରିଲା, କ'ଣ ହେଲା ଗୋପାଳ? ଗୋପାଳ ବହୁତ ଗମ୍ଭୀର ମୁହଁ କରି ପଚାରିଲା, ତୁମେ ଏହି ଘାସର ରଙ୍ଗ ଦେଖିଛ କି? ବାଘ କହିଲା, ହଁ, ଦେଖିଛି, ସବୁଜ। ଗୋପାଳ ହଠାତ୍ ରାଗିଯାଇ କହିଲା, ଭୁଲ,
ଘାସର ରଙ୍ଗ ନୀଳ। ବାଘ ଆଶ୍ଚର୍ଯ୍ୟ ହୋଇ କହିଲା, ନୀଳ? ହଁ, ନୀଳ। ବାଘ ଘାସକୁ ଚାହିଁଲା, ପୁଣି ଗୋପାଳକୁ ଚାହିଁଲା। ଗୋପାଳ, ତୁମେ ମଜା କରୁଛ କି? ଗୋପାଳ କହିଲା, ମୁଁ କେବେ ମଜା କରେନି। ଘାସ ନୀଳ। ବାଘ କହିଲା, କିନ୍ତୁ ମୋ ଆଖିକୁ ତ ସବୁଜ ଦେଖାଯାଉଛି। ଗୋପାଳ କହିଲା, ତୁମ ଆଖିରେ ଦୋଷ ଅଛି। ବାଘ ଆଶ୍ଚର୍ଯ୍ୟରେ ମୁହଁ ଖୋଲି ରହିଗଲା। ମୋ ଆଖିରେ ଦୋଷ? ଗୋପାଳ ଗମ୍ଭୀର ଭାବରେ କହିଲା, ହଁ, ମୁଁ ଯାହା କହୁଛି ସେଇଟା ଠିକ୍। ବାଘ ହସି କହିଲା, ଠିକ୍ ଅଛି, ତେବେ ଚାଲ ଆମେ ଜଙ୍ଗଲର ରାଜା ସିଂହଙ୍କ ପାଖକୁ ଯିବା। ସେ ନିଷ୍ପତ୍ତି ନେବେ। ଗୋପାଳ ଛାତି ଫୁଲାଇ କହିଲା, ଚାଲ, ଆଜି ତୁମର ଆଖି ଖୋଲିଯିବ। ଦୁହେଁ ସିଂହଙ୍କ ଗୁମ୍ଫା ପାଖକୁ ଗଲେ। ସେଠାରେ ହରିଣ, ମାଙ୍କଡ଼, କାଉ, ଠେକୁଆ ଓ ହାତୀ ମଧ୍ୟ ଥିଲେ। ଗୋପାଳ ଉଚ୍ଚ ସ୍ୱରରେ କହିଲେ, ମହାରାଜ, ଆଜି ଏହି ବାଘ ମୋ ସହିତ ଝଗଡ଼ା କରୁଛି। ସିଂହ ପଚାରିଲେ, କେଉଁ କଥାକୁ ନେଇ? ଗୋପାଳ କହିଲା, ମୁଁ କହୁଛି ଘାସ ନୀଳ। ବାଘ କହୁଛି ଘାସ ସବୁଜ। ସଭାରେ ଥିବା ସମସ୍ତ ପଶୁ ହସିବାକୁ ଲାଗିଲେ। ମାଙ୍କଡ଼ ଗଛ ଉପରେ ଚଢ଼ି କହିଲା, ହେ ଗୋପାଳ, ତୁମେ ଘାସ ଖାଉଛ ନା ନୀଳ ରଙ୍ଗ ଖାଉଛ? ସମସ୍ତେ ହସିଦେଲେ। ଗୋପାଳ କହିଲା, ତୁମେ ସବୁ ହସୁଛ କାହିଁକି? ମୁଁ ଠିକ୍ କହୁଛି। ସିଂହ ସମସ୍ତଙ୍କୁ ଚୁପ୍ କରାଇ କହିଲେ, ଶାନ୍ତ ହୁଅ, ମୁଁ ନିଷ୍ପତ୍ତି ନେବି। ସିଂହ କିଛି ସମୟ ଚୁପ୍ ରହିଲେ। ପରେ କହିଲେ, ବାଘ ଦୋଷୀ। ସମସ୍ତେ ଆଶ୍ଚର୍ଯ୍ୟ। ବାଘ କହିଲା, ମହାରାଜ, ମୁଁ ଦୋଷୀ? ସିଂହ କହିଲେ, ହଁ, ତୁମେ ଦୋଷୀ। ଗୋପାଳ ଖୁସିରେ ନାଚିବାକୁ ଲାଗିଲା। ହା ହା, ମୁଁ କହିଥିଲି ନା, ମୁଁ ଠିକ୍। ମାଙ୍କଡ଼ ହସି କହିଲା, ଆଜି ଗୋପାଳର ମୁଣ୍ଡ ଉପରେ ମୁକୁଟ ଲାଗିବ। ଗୋପାଳ ଛାତି ଫୁଲାଇ ଠିଆ ହେଲା। କିନ୍ତୁ ସିଂହ କହିଲେ, ବାଘ ଦୋଷୀ ହେବାର କାରଣ ହେଉଛି ସେ ଏମିତି ଏକ ଗଧ ସହିତ ଅର୍ଥହୀନ ତର୍କ କରିଛି ଯେ ନିଜ ଭୁଲକୁ ମାନିବାକୁ ଚାହୁଁନାହିଁ। ସଭାରେ ପୁଣି ହସର ରୋଲ ପଡ଼ିଗଲା। ବାଘ ମୁଣ୍ଡ ନୁଆଇଁ କହିଲା, ମହାରାଜ, ଏହି ଦଣ୍ଡ ମୁଁ ମାନିଲି। ଆଜିଠାରୁ ମୁଁ ଗୋପାଳ ସହିତ ତର୍କ କରିବି ନାହିଁ। ଗୋପାଳ ଆଶ୍ଚର୍ଯ୍ୟ ହୋଇ କହିଲା, ତେବେ ଘାସ ନୀଳ ବୋଲି ମାନିଲୁ? ବାଘ କହିଲା, ନା,
ମୁଁ କେବଳ ଏତିକି ମାନିଲି ଯେ ତୁମ ସହିତ ତର୍କ କରିବା ମୋର ବଡ଼ ଭୁଲ। ଗୋପାଳ ଭାବିଲା, ସମସ୍ତେ ମୋତେ ହସୁଛନ୍ତି। ଏବେ ମୁଁ ପ୍ରମାଣ କରିବି ଯେ ଘାସ ସତରେ ନୀଳ। ସେ ଜଙ୍ଗଲର ଗୋଟିଏ ନୀଳ ଫୁଲ ପାଖକୁ ଗଲା। ଫୁଲଟି ଦେଖି କହିଲା, ଏହି ଫୁଲ ନୀଳ। ଏହାର ରଙ୍ଗ ଘାସ ଉପରେ ଲଗାଇଦେଲେ ଘାସ ମଧ୍ୟ ନୀଳ ହୋଇଯିବ। ସେ ନୀଳ ଫୁଲ ରସ ବାହାର କଲା ଏବଂ ଘାସ ଉପରେ ଲଗାଇଲା। କିନ୍ତୁ ଘାସ ନୀଳ ହେଲା ନାହିଁ। ଗୋପାଳ କହିଲା, ଏହି ଘାସ ମଧ୍ୟ ମୋ କଥା ଶୁଣୁନାହିଁ। ପାଖରେ ଥିବା ଠେକୁଆ ହସି କହିଲା, ଗୋପାଳ ଭାଇ, ଘାସର ମଧ୍ୟ ନିଜର ମତ ଅଛି ବୋଧେ। ଗୋପାଳ କହିଲା, ତୁମେ ଚୁପ୍ ରୁହ। ତାପରେ ସେ ଘାସ ଉପରେ ନୀଳ କାଦୁଅ ଲଗାଇଲା। କିଛି ସମୟ ପରେ ବର୍ଷା ହେଲା ଏବଂ ସବୁ ଧୋଇଗଲା। ଗୋପାଳ ଚାହିଁ ରହିଲା। ଆହା, ଏହି ବର୍ଷା ମଧ୍ୟ ମୋ ବିରୋଧରେ। ପାଖରେ ଥିବା ମାଙ୍କଡ଼ କହିଲା, ଗୋପାଳ, ଏବେ ତୁମେ ଆକାଶକୁ ମଧ୍ୟ ଦୋଷ ଦେବ କି? ଗୋପାଳ କିଛି କହିପାରିଲା ନାହିଁ। ଶେଷରେ ସତ୍ୟ ବୁଝିଲା। ସେହି ରାତିରେ ଗୋପାଳ ଏକାକୀ ବସି ଭାବିଲା, ସତରେ କ'ଣ ମୁଁ ଭୁଲ କରୁଛି? ସମସ୍ତେ ଯଦି ଏକା କଥା କହୁଛନ୍ତି, ତେବେ ମୁଁ ଏକା କାହିଁକି ଅନ୍ୟ କଥା କହୁଛି? ପରଦିନ ସକାଳେ ସେ ପୁଣି ସେହି ପଡ଼ିଆକୁ ଗଲା। ସୂର୍ଯ୍ୟର ଆଲୋକରେ ସବୁଜ ଘାସ ଚମକୁଥିଲା। ଗୋପାଳ ଧୀରେ ଧୀରେ କହିଲା, ହଁ, ଘାସ ସବୁଜ। ଠିକ୍ ସେହି ସମୟରେ ବାଘ ସେଠାକୁ ଆସିଲା। ଗୋପାଳ ତାକୁ ଦେଖି କହିଲା, ବାଘ ଭାଇ, ମୋର ଭୁଲ ହୋଇଥିଲା। ବାଘ ହସି କହିଲା, କ'ଣ ହେଲା? ଆଜିର ଘାସର ରଙ୍ଗ କ'ଣ? ଗୋପାଳ ହସି କହିଲା, ଆଜି ନୁହେଁ, ସବୁବେଳେ ଘାସ ସବୁଜ। ବାଘ କହିଲା, ବାଃ, ଆଜି ତ ଗୋପାଳର ବୁଦ୍ଧିର ଦ୍ୱାର ଖୋଲିଗଲା। ଦୁହେଁ ହସିଦେଲେ। ସେହି ଦିନଠାରୁ ଗୋପାଳ ନିଜ କଥାକୁ ଜୋର କରି ସମସ୍ତଙ୍କ ଉପରେ ଲଦିବା ବନ୍ଦ କରିଦେଲା। କେହି ତାକୁ କିଛି କହିଲେ ସେ ପ୍ରଥମେ ଭାବୁଥିଲା, ପରେ ଉତ୍ତର ଦେଉଥିଲା। ଆଉ ଜଙ୍ଗଲର ପଶୁମାନେ ମଧ୍ୟ ତାକୁ ଆଉ ଜିଦ୍ଦି ଗଧ ବୋଲି ଡାକୁ ନଥିଲେ। ତାଙ୍କର ନୂଆ ନାମ ହେଲା ବୁଦ୍ଧିମାନ ଗୋପାଳ। ଏହି କାହାଣୀରୁ ଆମକୁ ଏହି ଶିକ୍ଷା ମିଳୁଛି ଯେ ନିଜ କଥାକୁ ଠିକ୍ ପ୍ରମାଣ କରିବା ପାଇଁ ଜିଦ୍ଦି କରିବା ଉଚିତ ନୁହେଁ। ସତ୍ୟ ଯାହା, ତାହାକୁ ସ୍ୱୀକାର କରିବା ହିଁ ପ୍ରକୃତ ବୁଦ୍ଧିମତ୍ତା। ଭୁଲ ହେଲେ ମୁଁ ଭୁଲ କରିଛି ବୋଲି କହିପାରିବା ଦୁର୍ବଳତା ନୁହେଁ,
ଏହା ହେଉଛି ସାହସ ଓ ଭଲ ମଣିଷର ଲକ୍ଷଣ। ଧନ୍ୟବାଦ।